ସ୍ୱାମୀ ଆଜି ତାଙ୍କ ଅଫିସରୁ ବହୁତ ସାରା ଭୃଷଙ୍ଗ ପତ୍ର ଘରକୁ ଆଣିଥିଲେ। ଆଉ ତାଙ୍କର ସେଇ ଭୃଷଙ୍ଗ ପତ୍ର ଦେଖି ରାତି 8ଟାରେ ଚିକେନ ପକୋଡା ଖାଇବାକୁ ଇଚ୍ଛା ହେଲା। ମାର୍କେଟରୁ ସେ ଚିକେନ ଆଣିଲେ। ଆଉ ସେ ଚିକେନ ଆଣିବା ଭିତରେ ମୁଁ ଧଣିଆ ପତ୍ର କିଣି ଘରେ ଆସି ପହଞ୍ଚିଲି। ମହାଶୟ ଆମର ଏତେ ଭଲ ଚିକେନ ପକୋଡା କରନ୍ତି ଯେ ମୁଁ କେବେ ବି ବାହାରେ ଚିକେନ ପକୋଡା ଖାଇବାକୁ ପ୍ରିଫର କରେ। ସ୍ୱାମୀ ଏଇଠି ଯାହା ସବୁ ପକେଇଲେ ସେଇ ସବୁକୁ ପକେଇ ପକୋଡା କରିବେ, ଦେଖିବେ ଟେଷ୍ଟ ପୁରା ୟୁନିକ୍ ଲାଗିବ। ଚିକେନ ମ୍ୟାରିନେସନ ପରେ 30 ମିନିଟ୍ ପାଇଁ ଫ୍ରିଜରେ ରଖିଦେଲେ। ଚିକେନକୁ ରେଷ୍ଟ ଦେଇ ସ୍ୱାମୀ ଚାଲିଗଲେ ନିଜେ ରେଷ୍ଟ କରିବା ପାଇଁ। ଆଉ ମୁଁ ଲାଗିଗଲି ଚଟନି ପ୍ରିପାରେସନରେ। ଧଣିଆ ପତ୍ରରେ 3-4 ଗୋଳା ରସୁଣ ଆଉ କଞ୍ଚା ଲଙ୍କା ଦେଇ ଗ୍ରାଇଣ୍ଡିଙ୍ଗ କରି ମହାଶୟଙ୍କ ପାଇଁ କାଢିନେଲି। ଆଉ ସେଥିରେ ଦହି ଟିକେ ଦେଇ ଗ୍ରାଇଣ୍ଡିଙ୍ଗ କରି ମୋ ପାଇଁ ଚଟନି ବନେଇନେଲି। ତାପରେ ଗୋଟେ ପିଆଜକୁ କାଟି ସେଥିରେ ଲେମ୍ବୁ, ଚାଟ ମସଲା, ବିଟ୍ ଲୁଣ ଦେଇ ଗୋଳେଇନେଲି। ଚିକେନ ପକୋଡା ଛାଣିବା ବେଳେ ମନେ ପଡିଲା ଯେ ମ୍ୟାରିନେସନ ବେଳେ ଜୁଆଣି ପକେଇବାକୁ ଭୁଲି ଯାଇଥିଲି। ଜୁଆଣି ଟିକେ ପକେଇ ସ୍ୱାମୀ ଚିକେନ ସବୁକୁ ଛାଣିନେଲେ। ଦେଖିଲେ ଚିକେନ ପକୋଡାଟା କେତେ ବଢିଆ ଦେଖାଯାଉଛି ନା? ଯେତିକି ଭଲ ଦେଖାଯାଉଥିଲା ତାଠୁ ବହୁତ ଅଧିକ ଟେଷ୍ଟି ଲାଗୁଥିଲା। ଆଜି ଯାଏଁ ଯେତେ ଜାଗାରେ ଚିକେନ ପକୋଡା ଖାଇଛି ସେ ସବୁଠୁ ମୋ ସ୍ୱାମୀଙ୍କ ହାତର ଚିକେନ ପକୋଡା ମତେ ପସନ୍ଦ।